ମୁଁ ନୀଳକାନ୍ତ ମହାପାତ୍ର ବ୍ଲାକ୍ ଇଗଲ ବୁକ୍ସ ମୋର ଏଇ ଯେଉଁ କବିତା ବହି ବିଭୋର ବେଦନା ତାକୁ ପ୍ରକାଶ କରିଛନ୍ତି ସରସ୍ୱତୀ ପୂଜାରେ ପ୍ରକାଶିତ ହେଇଛି। ଆଜି ତାହା ଲଞ୍ଚ ହେଲା ଏବଂ ମୋର ଯେଉଁ ପ୍ରିୟ ଅତିଥିମାନେ ଆସିଥିଲେ ପ୍ରସନ୍ନ କୁମାର ମହାନ୍ତି, ଗୌରହରି ଦାସ, ସେମାନେ କବିତା ସମ୍ପର୍କରେ ତାଙ୍କର ଯାହା ବକ୍ତବ୍ୟ ରଖିଲେ ମୁଁ ସେଥିରେ ମୁଗ୍ଧ ହେଲି। ବହୁତ ଭଲ ଲାଗୁଛି ମୋତେ। କବିତା ସଂକଳନ ବିଭୋର ବେଦନା ବ୍ଲାକ୍ ଇଗଲ ବୁକ୍ସ ଦ୍ୱାରା ପ୍ରକାଶ ପାଇଛି। ଏଇଟା ସରସ୍ୱତୀ ପୂଜାରେ ପ୍ରକାଶ ପାଇଥିଲା। ଆଜି ତାକୁ ଲଞ୍ଚ କରାଗଲା, ଲୋକାର୍ପଣ ଆଜି କରାଗଲା ଏବଂ ଆଜି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଗୌରହରି ବାବୁ ଥିଲେ, ବିଶିଷ୍ଟ କବି ବିଜେପି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି ଥିଲେ। ସେମାନେ କବିତା ସମ୍ପର୍କରେ ଯାହା ଯାହା କହିଲେ ମୁଁ ମୁଗ୍ଧ ହେଲି, ଉଦ୍ବୁଦ୍ଧ ହେଲି। ବିଭୋର ବେଦନା, ବିଭୋର ବେଦନା ଅର୍ଥ ହେଉଛି ଯେ ସମସ୍ତେ ଜାଣନ୍ତି ବେଦନାଟା କଷ୍ଟ ଦିଏ, କିନ୍ତୁ ବେଳେ ବେଳେ ବେଦନା ମଧ୍ୟ ବିଭୋର ହେଇଯାଇପାରେ। ମୁଁ ସେଇ କଥାଟି କହିଛି, ବେଦନା ବି ବିଭୋର ହେଇଯାଇପାରେ। ହେଉଛି ସ୍ୱପ୍ନ, ପ୍ରେମ ଏବଂ ଈଶ୍ୱର। ପାଠକ ପାଠିକ ମାନଙ୍କୁ ନିଶ୍ଚୟ ଭଲ ଲାଗିବ। ମୋର ପୂର୍ବରୁ ଯେଉଁ ଦୁଇଟା କବିତା ବହି ବାହାରିଛି, ଗୋଟିଏ ହେଉଛି ମେଘର ମହକ 2002 ମସିହାରେ ବାହାରିଲା, 2025 ମସିହାରେ ବାହାରିଲା, 23 ବର୍ଷ ପରେ ମନ୍ତ୍ର ବିପାଶା। ସେ ଦୁଇଟା ଯାକ କବିତା ବହି ମଧ୍ୟ ପାଠକ ମହଲରେ ବେଶ ଆଦୃତ ହେଇଛି। ଆମାଜନରୁ ବହୁତ ବିକ୍ରି ହେଇଛି। ଏ ବହିଟି ମଧ୍ୟ ପାଠକ ମହଲରେ ଆଦୃତ ହେବ ବୋଲି ମୁଁ ଆଶା। ବ୍ଲାକ୍ ଇଗଲ ବୁକ୍ସର ଭାରତ ପ୍ରତିନିଧି ଅଶୋକ ପରିଡ଼ା। ଆମର ଏହି ପବ୍ଲିକେସନ୍ ବ୍ଲାକ୍ ଇଗଲ ବୁକ୍ସ ଦୀର୍ଘ 7 ବର୍ଷ ହେଲା ପ୍ରତିଷ୍ଠା ହେଲାଣି। ଏହି 7 ବର୍ଷ ଭିତରେ ଆମେ 900ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ କଲୁଣି। ଏହି ପୁସ୍ତକ ଗୁଡ଼ିକ ଖାଲି ଭାରତ ବର୍ଷ ନୁହେଁ, ଭାରତ ବାହାରେ ଯୁକ୍ତରାଷ୍ଟ୍ର, ଆମେରିକା, ଜର୍ମାନ, ଅଷ୍ଟ୍ରେଲିଆ ବିଭିନ୍ନ ଦେଶରେ ଆମ ପୁସ୍ତକ ଯେ କି ହାର୍ଡ କପି ଆକାରରେ ମିଳୁଛି ଏବଂ ଆମ ପୁସ୍ତକ କେବେ ବି ବିଲୁପ୍ତ ହେବ ନାହିଁ। ଏଇଟା ହେଉଛି ଆମର ବ୍ଲାକ୍ ଇଗଲ ବୁକ୍ସର ବିଶେଷତ୍ୱ। ବିଭୋର ବେଦନା ନୀଳକାନ୍ତ ମହାପାତ୍ରଙ୍କର ଗୋଟେ ସୁନ୍ଦର କବିତା ପୁସ୍ତକ। ଏ ପୁସ୍ତକଟି ମାନେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ଭଲ ଲାଗିବ ବୋଲି ପ୍ରକାଶନ ସଂସ୍ଥା ତରଫରୁ ମୋର ଆଶା ଓ ବିଶ୍ୱାସ। ଆଜିର ବକ୍ତାମାନେ ମଧ୍ୟ ସେଇ କଥା କହିଲେ। ଏହି କବିତା ପୁସ୍ତକଟି ତାଙ୍କୁ କିଭଳି ଭାବରେ ବିଭୋର କରିଛି। ନିଶ୍ଚିନ୍ତ ଭାବରେ ଅଲଗା। ଏଟା ଗୋଟା ବେଦନା ଆଦେହରେ ଅଛି, ବିରହ ଅଛି, ପ୍ରେମ ଅଛି। ଏହାକୁ ନେଇକରି ସେ ଫେଣ୍ଟା ଫେଣ୍ଟି କରି ଲେଖିଛନ୍ତି ଏବଂ ଜଣେ କବି ଯେତେବେଳେ 3 ବର୍ଷ 4 ବର୍ଷ ଭିତରେ ମାନେ ଗୋଟିଏ ବି ବହି କରିପାରୁନି, ତାଙ୍କର 3-4ଟି କବିତା ଲେଖିବାକୁ ସେ ବର୍ଷେ ସମୟ ନିଅନ୍ତି। ତେଣୁ ତାଙ୍କର କବିତା ଗୁଡିକ ନିଶ୍ଚୟ ପାଠକଙ୍କ ମନ ଛୁଇଁବ ଏବଂ ଆମେ ପ୍ରକାଶନ ସଂସ୍ଥା ତରଫରୁ ବିଶ୍ୱାସ ରଖିଛୁ ଏ ପୁସ୍ତକଟି ନିଶ୍ଚୟ ଭାବରେ ଅନେକ ପାଠକାଦୃତ ହେବ ଏବଂ ସେଥିପାଇଁ ଆମେ ଲେଖକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ।